ଇରାନ ଆମେରିକା ମଧ୍ୟରେ ଯୁଦ୍ଧର ବିଭୀଷିକା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିଛି। ବିଶେଷ ଭାବରେ ଡିଜେଲ, ପେଟ୍ରୋଲ, ଖାଇବା ତେଲ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ତୈଳ ସଙ୍କଟ ଆଶଙ୍କା କରି ଗତ 3 ଦିନ ହେଲା ଗ୍ରାହକମାନେ ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ ଅପେକ୍ଷା କରୁଥିବା ଦେଖାଯାଉଛି। ବୌଦ୍ଧ ଜିଲ୍ଲା ସଦରାଞ୍ଚଳରେ ରହିଥିବା 5ଟି ପେଟ୍ରୋଲ ଟାଙ୍କିରେ କେତେବେଳେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗୁଛି ତ ପୁଣି କେତେବେଳେ ତେଲ ନଥିବାରୁ ବନ୍ଦ ହୋଇଯାଉଛି ପେଟ୍ରୋଲ ଟାଙ୍କି। ଏନେଇ ଗ୍ରାହକଙ୍କୁ ସଚେତନ କରିବାକୁ ବୌଦ୍ଧ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଜିଲ୍ଲାପାଳ ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଏହାଛଡ଼ା କୌଣସି ତୈଳ ସାମଗ୍ରୀର ଯେଭଳି କଳାବଜାରୀ ନ ହୁଏ ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନିର୍ଦ୍ଦେଶରେ ବୌଦ୍ଧ ସହରାଞ୍ଚଳରେ ଥିବା 5ଟି ପେଟ୍ରୋଲ ପମ୍ପରେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ହସ୍ତା ଅଚାନକ ଚଢ଼ାଉ କରି ପେଟ୍ରୋଲ ଟାଙ୍କିରେ ତେଲ ବିକ୍ରି ବ୍ୟବସ୍ଥା ଓ କାଗଜପତ୍ର ଯାଞ୍ଚ କରିଥିଲେ। ବୌଦ୍ଧ ସହରାଞ୍ଚଳର ପେଟ୍ରୋଲ ଟାଙ୍କିରେ ତେଲ ମହଜୁଦ ଥିବା ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ପାଇଁ ତୈଳ ସଙ୍କଟକୁ ନେଇ ବୌଦ୍ଧ ସହରର ଗ୍ରାହକ ଚିନ୍ତା କରିବାର କିଛି ନାହିଁ ବୋଲି ଉପଜିଲ୍ଲାପାଳ ସୂଚନା ଦେବା ସହ ତେଲ କଳାବଜାରୀକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା ଜିଲ୍ଲାର 3ଟି ବ୍ଲକରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଉପରେ ବୌଦ୍ଧ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ହିରାଞ୍ଚଳ ଲାଇଭ୍। ଆମର ବହୁତ ଟାଉନ୍ ଟେରିଟୋରୀରେ ଯେତେଟା ପେଟ୍ରୋଲ ପମ୍ପ ଅଛି ତାର ଆମେ ଭେରିଫିକେସନଟା କରିଥିଲୁ। ତ ଟୋଟାଲ ଆମର 5ଟା ଷ୍ଟେସନ ଫିଲିଂ ଷ୍ଟେସନରୁ ଦେଖୁ ମାନେ ବୁଲିଥିଲୁ। ସେଥିରେ ଆମର ଆଭେଲେବୁଲ୍ ଯେଉଁଟା HST ଯେଉଁଟା ରହୁଛି ସେଇଟା ଆଜି ଡେଟ୍ରେ 52,000 ଲିଟର ମହଜୁଦ ଅଛି ଆମ ଟାଉନ୍ ଭିତରେ। ଆଉ ଯେଉଁଟା ଇଣ୍ଡେଣ୍ଟ ଦିଆହେଇଛି ଯେଉଁଟାକି ଆପଣଙ୍କୁ ଦେଖୁଥିବେ ଗାଡ଼ି ଗୋଟେ ଆସିକି ପହଞ୍ଚିଲା, ଆଉ ଅନ୍ୟଟାକୁ ବି ଆମେ ତର୍ଜମା କରୁଥିଲୁ। କାଲି ଫର୍ଷ୍ଟ ହାଫ୍ ଯାଏ ବାକି ଯେତେ ଇଣ୍ଡେଣ୍ଟ ଦିଆଯାଇଛି ସେଟା ପହଞ୍ଚିଯିବ ଆମେ ଭେରିଫାଏ କରୁଛୁ। ସେଟା ଆସନ୍ତାକାଲି ପୁଣି ଆମର HST 50,000 ପ୍ଲସ୍ MS 38,000 ଟୋଟାଲ 88,000 ଲିଟରର ପୁଣି ବହୁତ ଟାଉନ୍ର ପ୍ରିଫରେଟ୍ କରୁଛୁ। ଆମର ଯେତେ ଗ୍ରାଉଣ୍ଡରେ ଯେତେ MI ଅଛନ୍ତି ଆମର SCS ତାକୁ ନେତୃତ୍ୱ ଦିଆଯାଇଛି ବ୍ଲକ ଲେଭେଲ ଭଙ୍ଗା ଆଉ କଣ୍ଟାମାଳର ଡିଟେଲ୍ସ ଆସି ପହଞ୍ଚିଲେଣି ଆମ ପାଖକୁ ତାকে ତର୍ଜମା କରିବୁ। ନିହାତି ଭାବେ ଟିକେ ଲୋକଙ୍କ ପାଖରେ ଯେଉଁଟା ହେଉଛି ମୁଁ ବହୁତ ଜନସାଧାରଣଙ୍କୁ ଅପିଲ କରିବାକୁ ଚାହୁଁଛି ପେନିକ୍ ହେବା କଥା ନୁହେଁ। ଯେହେତୁ ଇକ୍ୱାଲି ସମସ୍ତଙ୍କୁ ଡିଷ୍ଟ୍ରିବ୍ୟୁସନଟା ଆଉ ସେଟା ଆମେ ଚାହୁଁଛୁ ମିନିମମ୍ ୟୁଜ୍ ହଉ କଳାବଜାରୀକୁ ରୋକାଯାଉ। ଆଉ ସବୁ ଫିଲିଂ ଷ୍ଟେସନକୁ ଆମେ ତାଗିଦ କରୁଛୁ ଯେ ବ୍ଲାକ୍ ମାର୍କେଟିଂ ଯେମିତି ନ ହଉ, ଡ୍ରାମ୍ ଫାର୍ମରେ ଲୋକ ଯେମିତି ନ ହୁଏ, ଆମର ଜେନେରାଲ ୟୁଜ୍ ପାଇଁ ପବ୍ଲିକ କମନ ୟୁଜ୍ ପାଇଁ ଯେଉଁଟା ତାମାନେ ଏଇଟା ହେଉଛି ସେଟାକୁ କରିବେ। ସେଥିପାଇଁ ଆମେ ନଜରରେ